ଭାରତ ଉପରେ ଲାଗୁ ହେବନି 500% ସୂକ୍ଷ୍ମ। ଆମେରିକା ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ୟୁରୋପୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ 500% ସୂକ୍ଷ୍ମ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେନେଟର ଅନୁମୋଦନ ଆବଶ୍ୟକତା ନାହିଁ। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ଏଥର ସୂକ୍ଷ୍ମ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ। ଚୀନ୍ ସ୍କଟଲ୍ୟାଣ୍ଡ ବେସେଣ୍ଟ ଦାବି କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ 25% ସୂକ୍ଷ୍ମ ଲାଗୁ କରିବା ପରେ ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିଦେଇଛି। ନମ୍ବର 2, ଗ୍ରୀନଲ୍ୟାଣ୍ଡ ନେଇ ଉତ୍ତେଜନା ବଢ଼ିଲା। ଗ୍ରୀନଲ୍ୟାଣ୍ଡ ଆଜି ସାମରିକ ବିମାନ ମୁତୟନ କରିବା ପାଇଁ ନେଇ ଉତ୍ତେଜନା ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱୟଂଶାସିତ ଡେନମାର୍କ ଅଞ୍ଚଳ ଅଧିଗ୍ରହଣ କରିବାକୁ ବିବାଦୀୟ ଉଦ୍ୟମ କରୁଥିବାରୁ ୟୁରୋପୀୟ ସଂଘ ନେତାମାନେ ଏହାର ବିରୋଧ କରି ଜାରି ରଖିଛନ୍ତି। ଆଜି ଉତ୍ତର ଆମେରିକା ଏରୋସ୍ପେସ୍ ଡିଫେଣ୍ଡିଂ କମାଣ୍ଡର ନୋଲାଣ୍ଡ ଘୋଷଣା କରିଛନ୍ତି ଯେ ଆମେରିକା ବିମାନ ଉତ୍ତର ପଶ୍ଚିମ ଗ୍ରୀନଲ୍ୟାଣ୍ଡର ପିଟୁଫିକ୍ସ ଓ ସୋନରେ ବେସରେ ପହଞ୍ଚିଛି, ଯାହା ପୂର୍ବରୁ ଥିଲେ ଏୟାରଫୋର୍ସ ବେସ୍ ଭାବରେ ଜଣାଶୁଣା। ଆମେରିକା ଏଭଳି ପଦକ୍ଷେପ ବିରୁଦ୍ଧରେ ଗ୍ରୀନଲ୍ୟାଣ୍ଡବାସୀ ଏକଜୁଟ ହୋଇଛନ୍ତି। ନମ୍ବର 3, ପରିବାରରେ ସଂଘବଦ୍ଧ ଆକ୍ରମଣ, ଗୁରୁତର ଆହତ ପୁଅ ଚିକିତ୍ସିତ। ପରିବାରକୁ ସଂଘବଦ୍ଧ ଆକ୍ରମଣ। ଦିଗପହଣ୍ଡି ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁରେ ସଂଘବଦ୍ଧ ଆକ୍ରମଣ। ଗୋଟିଏ ପରିବାରରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆଟାକ। ବାପା, ମା ଓ ପୁଅଙ୍କ ସଂଘବଦ୍ଧ ଆକ୍ରମଣ ହେଲେ ଦୁର୍ବୃତ୍ତ। ବ୍ୟବସାୟିକ ସତତରେ ଆକ୍ରମଣ ହୋଇଥିବାରୁ ସୂଚନା ମିଳିଛି। ଗୁରୁତର ଆହତ ପୁଅ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନମ୍ବର 4, ଆମେରିକାକୁ ଲାଗିବ ବଡ଼ ଝଟକା। ଭାରତ ସହ ବଡ଼ ଚୁକ୍ତି କରିବା ୟୁରୋପୀୟ ସଂଘ। ଗ୍ରୀନଲ୍ୟାଣ୍ଡ ଦଖଲକୁ ନେଇ ଆମେରିକା ଓ ୟୁରୋପ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ବେଳେ ଭାରତ ସହ ବଡ଼ ଡିଲ୍ କରିବାକୁ ଯାଉଛି ୟୁରୋପ। ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭେନ୍ ଡେର୍ ଲେୟନ୍ ଏହାକୁ ମଦର ଅଫ୍ ଡିଲ୍, ସମସ୍ତ ଚୁକ୍ତିର ମା ବୋଲି କହିଛନ୍ତି। ୟୁରୋପୀୟ କମିଶନର ମୁଖ୍ୟ ଉର୍ସୁଲା ଭେନ୍ ଡେର୍ ଲେୟନ୍ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ନମ୍ବର 5, ଏଣିକି ମହିଳା ଡ୍ରାଇଭର ଚଲାଇବେ। ଆମ ବସ୍ ତାଲିମ ପାଇଁ ଯିବେ ପୁନେ। ମହିଳା ହାତରେ ରହିବ ଆମ ବସ୍ ଷ୍ଟେରିଂ, ଅର୍ଥାତ୍ ଆମ ବସ୍ ଚଳାଇବେ ମହିଳା। ଏଥିପାଇଁ ସେମାନେ ପୁନେରେ ତାଲିମ ଦିଆଯିବ। ଆସନ୍ତା 31 ତାରିଖ କ୍ୟାପିଟାଲ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରଟ ପକ୍ଷରୁ 20 ଜଣ ମହିଳା ଇ-ବସ୍ ଚାଳନା ପାଇଁ ତାଲିମ ପାଇଁ ପୁନେ ଯାତ୍ରା କରିବେ। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସମ୍ପର୍କିତ ପରିସ୍ଥିତିରେ ଜନ ପରିବହନ ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳାମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ନମ୍ବର 6, ଜାନୁଆରୀ 26ରେ ବିଶ୍ୱ ଦେଖିବ ଭାରତର ସଫଳତା। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ଆଗେଇବାରେ ଲାଗିଛି। ନୂଆ ନୂଆ ଜ୍ଞାନକୌଶଳ ସାମିଲ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟ ଉପରେ ନିର୍ଭର ହେବାକୁ ଚାହୁଁନି ଭାରତ। ସ୍ୱଦେଶୀ ଜ୍ଞାନକୌଶଳ ବଢ଼ାଇ ଦେଇଛି ଲାଗିଛି ଦେଶ। ଆହୁରି ଏହା ଭିତରେ ଭାରତକୁ ଏକ ବଡ଼ ସଫଳତା ମିଳିବାକୁ ଯାଉଛି। ଜାନୁଆରୀ 26ରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ହେବ। ନମ୍ବର 7, କେବେ ମିଳିବ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା? କିଷାନ ସମ୍ମାନ ନିଧି ଯୋଜନାରେ ଦେଶରେ ଲକ୍ଷ ଲକ୍ଷ ଚାଷୀମାନଙ୍କ ପାଇଁ ଏକ ମହଜୁଦ ସହାୟକ ପ୍ରଣାଳୀ ପାଲଟିଛି। 2019ରେ ଆରମ୍ଭ ହୋଇଥିବା ଏହି ଯୋଜନା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରେ। ଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ବିହନ, ସାର, କୀଟନାଶକ କିମ୍ବା ଅମଳ ପାଇଁ ପାଣ୍ଠିର ଆବଶ୍ୟକତା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ଅଧୀନରେ ଚାଷୀମାନେ ବାର୍ଷିକ 6,000 ଟଙ୍କା ପାଆନ୍ତି। ନମ୍ବର 8, ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ ଏନ୍ଓସି ଓ ପୌର ନିର୍ବାଚନ। 24ରେ ନୂଆ ଏନ୍ଓସି ଓ ପୌର ନିର୍ବାଚନ। ରାଜ୍ୟ ସରକାରଙ୍କୁ ନିର୍ବାଚିତ କମିଶନରଙ୍କ ଚିଠି। ନୂଆ 24ଟି ପୌରାଞ୍ଚଳ ନିର୍ବାଚିତ କରାଯିବ। ପୌରାଞ୍ଚଳର ଘୋଷଣା 6 ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା କହିଛନ୍ତି। ଗତ ଡିସେମ୍ବର ମାସରେ ରାଜ୍ୟ ସରକାର 24ଟି ନୂଆ ଏନ୍ଓସି ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ। ନମ୍ବର 9, ମାର୍ଚ୍ଚରେ ଭୁବନେଶ୍ୱର, ଦୁବାଇରୁ ସିଙ୍ଗାପୁର ବିମାନ ସେବା ବନ୍ଦ। ଭୁବନେଶ୍ୱର, ଦୁବାଇ, ସିଙ୍ଗାପୁର ବିମାନ ସେବା ବନ୍ଦ। ପ୍ରଭାବିତ ହେବେ 40,000 ଓଡ଼ିଆ ଲୋକ। ଭୁବନେଶ୍ୱର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି। ତେବେ 1 ମାସ ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ 2ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଯୋଜନା ରଖିଛି। ମାର୍ଚ୍ଚ 28 ପରେ ଦୁବାଇ ଓ ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଭୁବନେଶ୍ୱରରୁ ସିଧା ବିମାନ ସେବା ବନ୍ଦ କରାଯିବ ବୋଲି ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଅନ୍ତର୍ଜାତୀୟ ଏୟାରପୋର୍ଟ। ନମ୍ବର 10, କମୁଛି ଶୀତ, ବଢ଼ୁଛି ତାପମାତ୍ରା। 4 ଦିନ ହେଲା ଧୀରେ ଧୀରେ ବଢ଼ୁଛି ରାତିର ପାରଦ। କମୁଛି ଶୀତ, ବଢ଼ୁଛି ତାପମାତ୍ରା। 4 ଦିନ ହେଲା ଧୀରେ ଧୀରେ ବଢ଼ୁଛି ରାତିର ପାରଦ। ଉପକୂଳ ପାଖାପାଖି 3 ଆଭ୍ୟନ୍ତରୀଣ ଅଞ୍ଚଳରେ 7 ଡିଗ୍ରୀ ଯାଏଁ ବଢ଼ିଛି ତାପମାତ୍ରା। ଆଜି ସକାଳ 5:30ରେ ଭୁବନେଶ୍ୱର 14.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ପଶ୍ଚିମ ଓଡ଼ିଶାରେ ବଢ଼ିଲା ଦିନ ତାପମାତ୍ରା। ଝାରସୁଗୁଡ଼ାରେ 14 ଡିଗ୍ରୀ, କେନ୍ଦୁଝରରେ 14.6 ଡିଗ୍ରୀ, ପାରାଦୀପରେ 15.4, ବାଲେଶ୍ୱରରେ 16 ଡିଗ୍ରୀ ଓ ପୁରୀରେ 18.4 ଡିଗ୍ରୀ ରେକର୍ଡ ହୋଇଛି ପାରଦ। ନମ୍ବର 11,
ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡ ମୁତୟନରେ ସ୍ପେଶାଲ ଫୋର୍ସ। କମାଣ୍ଡ ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡ ମୁତୟନ କରାଯାଇଛି। ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡ ପକ୍ଷରୁ ପଇଁତରା ମରାଯାଉଛି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରକୁ ବୋମା ପକାଇଦେବାକୁ ଉଡ଼ାଇ ଦେବାକୁ ଶ୍ରୀମନ୍ଦିର ନିକଟକୁ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ସୁଭାଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ। ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍ ଆଇଡିରେ ଏଭଳି ଏକ ଖୋଲା ଧମକ ଦିଆଯାଇଛି। ନମ୍ବର 12 ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। ବାଂଲାଦେଶରେ ବର୍ତ୍ତମାନ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ମଙ୍ଗଳବାର ଜାନୁଆରୀ 2026ରେ ସେଠାରେ ନିଯୁକ୍ତ ଭାରତୀୟମାନଙ୍କୁ ଅଧିକାର ପରିବାରକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପରେ ବାଂଲାଦେଶ ସଂସଦୀୟ ନିର୍ବାଚନ ମାତ୍ର ସପ୍ତାହେ ପୂର୍ବରୁ ନିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ହାଇ କମିଶନର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ଆମର ଅଧିକାରୀମାନଙ୍କୁ ଆଶ୍ୱସ୍ତି ଭାରତକୁ ଫେରାଇବାକୁ ପରାମର୍ଶ ଦେଉଛୁ। ନମ୍ବର 13 ବଜେଟରେ 2026ରେ ମଧ୍ୟବିତ୍ତ ପରିବାରକୁ ମିଳିବ ବଡ଼ ରିହାତି। ବଜେଟରେ 2026 ନିକଟତମ ହେବା ସହିତ ଦେଶର ଟ୍ୟାକ୍ସ ପେୟାରମାନଙ୍କ ବିଶେଷ କରି ମିଡିଲ କ୍ଲାସ ଆଶା ଓ ଉତ୍ସାହ ବଢ଼ିବାରେ ଲାଗିଛି। ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଘରୋଇ ଖର୍ଚ୍ଚର ଚାପ ମଧ୍ୟରେ ଲୋକମାନେ ସରକାରଙ୍କଠାରୁ କିଛି ଟ୍ୟାକ୍ସ ରିହାତି ଆଶା କରୁଛନ୍ତି। ଏହି ଆଶାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ଇନକମ୍ ଟ୍ୟାକ୍ସ ଆକ୍ଟ ସେକ୍ସନ 80 ନମ୍ବର 14 ଭାରତର ପ୍ରଥମ ଆଣ୍ଟିସିପ୍ ମିସାଇଲ ଆଖି ପିଛୁଳାକେ କରିବ ଟାର୍ଗେଟକୁ ଧ୍ୱଂସ। ଭାରତର ପ୍ରତିରକ୍ଷା କ୍ଷେତ୍ର ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି। ନୂଆ ନୂଆ ଜ୍ଞାନ କୌଶଳ ସାମିଲ କରୁଛୁ। ସ୍ୱଦେଶୀ ଜ୍ଞାନ କୌଶଳ ବଢ଼ାଇରେ ଲାଗିଛି ଦେଶ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର DRDO ଦ୍ୱାରା ବିକଶିତ ଲଞ୍ଚ ରେଞ୍ଜ ଆଣ୍ଟିସିପ୍ ହାଇପ୍ରେସନିକ୍ ଗ୍ଲାଇଡ୍ସ ଓ ମିସାଇଲ LRCକୁ ଜାନୁଆରୀ 26 ତାରିଖରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ପାଇବ। 15 କୁକୁର କାମୁଡ଼ାରେ ନାବାଳକ ମୃତ। ତାମିଲନାଡୁ ବୁଲା କୁକୁର କାମୁଡ଼ାରେ ମୃତ ସଂଖ୍ୟା ବୃଦ୍ଧି ପାଉଛି। କୁକୁର କାମୁଡ଼ାରେ ନାବାଳକ ମୃତ। ତାମିଲନାଡୁର କାଞ୍ଜିପୁରମ୍ ଜିଲ୍ଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ମୃତକଙ୍କ ଚିନୱାକମ୍ ଗାଁର ଭାସ୍କର ପୁଅ 15 ବର୍ଷ ସାବରୀ ଭାବନ। ସେ ସେହି ଅଞ୍ଚଳର ଏକ ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ନମ୍ବର 16 ଆଉ 10 ବିଧାୟକ ସହ ନବୀନଙ୍କ ଆଲୋଚନା। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର 10 ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ସହ ନିର୍ବାଚନ ମଣ୍ଡଳୀ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇଥିବା ପ୍ରବଳ ଜନ ଅସନ୍ତୋଷକୁ ଅସ୍ତ୍ର କରି ଲୋକମାନଙ୍କ ନିକଟକୁ ହେବାକୁ ପରାମର୍ଶ ଦେଉଥିଲେ। ନମ୍ବର 17 56,000 ଅଧିକ ପରୀକ୍ଷା ଦେଲେ OSSTET ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଓଡ଼ିଶାର ମାଧ୍ୟମିକ ଶିକ୍ଷା ଓ ସ୍କୁଲ ଯୋଗ୍ୟତା ପରୀକ୍ଷା OSSTET ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମୋଟ 227ଟି କେନ୍ଦ୍ରରେ ପ୍ରାୟ 56,495 ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ସକାଳ 10ଟାରୁ ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ରହିବ। ନମ୍ବର 18 କର୍ଣ୍ଣାଟକରେ ବିଧାନସଭା ଅଧିବେଶନ ପୂର୍ବରୁ ମହାନାଟକ। ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭା ଅଧିବେଶନ। ତେବେ ଅଧିବେଶନ ପୂର୍ବରୁ ମହାନାଟକ ବିଧାନସଭା ମିଳିତ ଅଧିବେଶନରେ ଉଦ୍ବୋଧନ ଦେବାକୁ ରାଜ୍ୟପାଳ ଥାଓର ଚାନ୍ଦ ଓ ଗେହଲଟ ଆଗ୍ରହୀ କରିବା ପରେ ବଢ଼ିଛି ସସ୍ପେନ୍ସନ୍। ଏନେଇ ଆଇନମନ୍ତ୍ରୀ ଏକେଜେ ପାଟିଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଲେ। ହେଲେ ନିଷ୍ପତ୍ତି ଅନୁସାରେ ସେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡ଼ିଛି। ନମ୍ବର 19 ଆରାବଳୀରେ ଖଣି ଖନନ କାର୍ଯ୍ୟ ଉପରେ ବିସ୍ତୃତ ନିରୀକ୍ଷଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଖଣି ଖନନ କାର୍ଯ୍ୟ ଏବଂ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ପରୀକ୍ଷାର୍ଥୀମାନେ କରିବା ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବ। ପ୍ରଧାନମନ୍ତ୍ରୀ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟେଶ ମାଲ୍ୟ ବାଗାଚି ଓ ଜଷ୍ଟିସ୍ ବିପୁଲ ଏବଂ ଏମ୍ସ ପାଥାଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏଥିଲାଗି ଏହି କ୍ଷେତ୍ରରେ ପାରିଦର୍ଶିତ ଥିବା ବୈଜ୍ଞାନିକ ତଥା ପରିବେଶବିତମାନଙ୍କର ନାମ ଆସନ୍ତା 4 ସପ୍ତାହ ମଧ୍ୟରେ ସ୍ପାରିକ କରିବାକୁ ଲାଗିଛି। ଅତିରିକ୍ତ ସିଲିଟର ଓ ଜେନେରାଲ ଐଶ୍ୱର୍ଯ୍ୟଙ୍କ ଆସ୍ମିକ ଓ କ୍ୟୁରେର ଏନେଇ ସୂଚନା ଦେଇଛନ୍ତି। ନମ୍ବର 20 ପଞ୍ଚାୟତ ବିଭାଗୀୟ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗୀୟ ଅଧୀନସ୍ଥ ଉନ୍ନୟନ ଯୋଜନା ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ପ୍ରକଳ୍ପ ଭିତ୍ତିକ ବଜେଟ ବ୍ୟବହାର ଓ ସାମ୍ପ୍ରଦାୟିକ ସ୍ଥିତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତରାଜ ଓ ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଥିଲା।